ओम रामं लक्ष्मणपूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्धदशरथतनयं श्यामलं शान्तमूर्तिं वन्दे लोकाभिरामं रघुकुलतिलकं राघवं रावणारे मूकं करोति वाचालं पङ्गुलङ्घयतगिरिं यद्रूपातमं वन्दे परमानन्दो माधवं। श्री भक्तवत्सल भगवान की जय। मर्यादा पुरुष रामचंद्र की जय। लक्ष्मण राम जी की जय। भरत महाराज की जय। शत्रु महाराज की जय। सीता देवी की जय। संकट मोचन जय हनुमान की जय। मोर प्रिय श्रोता बंधु मैंने आपण मानक नमस्कार। आपण मैंने ये धारावाहिक संपूर्ण रामायण कथा आनंदरे शुणु। शुणा द्वारा आपण मैंने फल निश्चय पाइबे, एथरे संदेह नहीं। एक शास्त्र मध्य लिखा अच्छी, किंतु दरखंडिया करेंगे नहीं, संपूर्ण शुणवे। वीडियो टे सब्सक्राइब करुवे, लाइक करुवे। एतिकी अनुरोध करी आपण मानक दयारू आरंभ करने को जाऊँ। धारावाहिक संपूर्ण रामायण कथा आपण माने पूर्व अध्याय शुणी थे। परशुराम नारायण को दर्शन करी चतुर्भुज रे शंख चक्र गदा पद्म शोभा पाउची। परशुराम यह देखी कहते मोर आनंद अश्रु नेत्रु बहीगला। मु साष्टांग प्रणाम करी कहली, हे प्रभु, ये दास को यही वर दियंतु। 21 थर ए पृथ्वी की निक्षेत्र करी कीर्तवीर्य मो पिता को मारी प्रथम युद्ध रे आगे ताकू मारी। मो कथा शुणी विष्णु कहले, हे ब्राह्मण पुत्र, तुम्भर वांछा पूर्ण हेउ। ता सहित आंभर गोटे कला तुम्भठारे रहू। तुम्भे मर्त्य भुवन रे दुर्जय हेब। मते वर दे विष्णु अंतर्ध्यान होगले। मु निज घर को आसिली। भाई बंधु सहित कथा होई सेमानकु सांगर धरी युद्ध को बाहरलु। बाहरला बेले देखिली शुभ अनुकूल चिन्ह सबू पूर्ण जलकुंभ, मला शव, महादेव, हरिण, नेउल ये सब बाम पाखरे देखिली। डाहण पाखरे देखिली मदमांस, सुना रूपा, शंख, गणिका, रमणी, किछि ब्राह्मण, किछि गोरुपल, जलंता अग्नि, दधि, शंखचिल एपरी सूचक देखी आनंदरे जाऊँ जाऊँ नर्मदा नदी कूल पाखरे सूर्य अस्त होगले। समस्ते जाई अक्षय बट वृक्ष मूल रहिलु। से गछ बहुत उच्चा, भारी सुंदर देखा जाउची। पुलस्थ ऋषि तपस्थान सेठा। सेठी समस्ते निद्रा गलु। रात्रि जहाँ स्वप्न देखिली शुण राम कहूची। जड़े वृष पृष्ठि बसिकी जाऊँगी। मत देखी मो पाख आसला। छात उपरे जड़े बसीला। मत देखी पचारा कुआड़ जीव। आउ जड़े पर्वत उपरे चढ़ी। जड़े नदी जल नाव बाहुची। जड़े पत्थर उपर बसी
ଭାତ ଖାଉଛି, ଜଣେ ବୀଣା ବଜାଇ ଗୀତ ଗାଉଛି, ଜଣେ ଶଙ୍ଖ ବଜାଉଛି, ଜଣେ ବିକଳରେ କାନ୍ଦୁଛି। ତାପରେ ମୁଁ ନିଜେ ଯାଉ ଯାଉ ମଳକୁଣ୍ଡରେ ପଡ଼ିଗଲି। ମୂତ୍ରରେ ସ୍ନାନ କରୁଛି ମୁଁ ନିଜେ, ରକ୍ତ ପିଉଛି, ମୋ ଦେହ ଯାକ ଛୁରୀ ବାଜି ଖଣ୍ଡିଆ ହୋଇ ଘା ହୋଇଛି। ତାକୁ ପୋକ ସବୁ କାମୁଡ଼ୁଛନ୍ତି। ସେହି ସମୟରେ ମୋର ନିଦ୍ରା ଭାଙ୍ଗିଗଲା। ଶଯ୍ୟା ଛାଡ଼ି ମନରେ ସ୍ୱପ୍ନ କଥା ଭାବି ବିଷ୍ଣୁଙ୍କ ପାଦରେ ଧ୍ୟାନ କଲି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏବେ ଆପଣ କୀର୍ତ୍ତବୀର୍ଯ୍ୟଙ୍କ ରାଣୀ ମନୋରମାର ମୃତ୍ୟୁ ବିଷୟରେ ଶୁଣିବେ। ଶ୍ରୀରାମ ଶୁଣୁଛ ତ? ପରଶୁରାମ କହୁଛନ୍ତି। ତାପରେ ପ୍ରଭାତ ହେଲା। କୀର୍ତ୍ତିବାସ ପାଖକୁ ଦୂତ ପଠାଇଲି। ଦୂତକୁ ବୁଝେଇ କହିଲି, ତୁ ଯାଇ କହିବୁ, ହେ କୀର୍ତ୍ତବୀର୍ଯ୍ୟ ରାଜା, ତୁମକୁ ପରଶୁରାମ ଡାକୁଛନ୍ତି, ତାଙ୍କ ସହିତ ଯାଇ ଯୁଦ୍ଧ କର। ଦୂତ ମୁଖରୁ ଯୁଦ୍ଧ କଥା ଶୁଣି ରାଜା ତାର ସବୁ ସୈନ୍ୟକୁ ଡାକି ସମସ୍ତେ ପ୍ରସ୍ତୁତ ହୋଇ ତାଙ୍କ ରାଣୀ ମନୋରମାକୁ ରାଜା ଯାଇ କହିଲେ, ଶୁଣ ରାଣୀ, ମୋତେ ପରଶୁରାମ ଡାକୁଛନ୍ତି ଯୁଦ୍ଧ କରିବା ପାଇଁ। ନର୍ମଦା ନଦୀ କୂଳକୁ ମୁଁ ଯିବି, ସେଇଠି ସେମାନେ ଅଛନ୍ତି। ପରଶୁରାମକୁ ମହାଦେବ ପ୍ରସନ୍ନ ହୋଇଛନ୍ତି। ପରଶୁରାମ କଠୋର ପ୍ରତିଜ୍ଞା କରିଛି 21 ଥର ନିକ୍ଷତ୍ରି କରିବ ଏ ପୃଥିବୀକି। ତା ସହିତ ମୁଁ ଯୁଦ୍ଧ କରିବାକୁ ଯାଉଛି। ହେ ପ୍ରାଣ ସହି, ମୋ ମନ କାହିଁକି ବ୍ୟାକୁଳ ହେଉଛି? ମୋର ବାମ ଚକ୍ଷୁ, ବାମ ଅଙ୍ଗ କାହିଁକି ସ୍ଫୁରୁଛି, ମାନେ ଫଡ଼କୁଛି। ଆଜି ରାତ୍ରରେ ସ୍ୱପ୍ନ ଦେଖିଛି, ମୋର ଦେହ ସାରା ତେଲରେ ଜର୍ଜରିତ ହୋଇଛି। ମୋ ଗଳାରେ ନାଲି ରଙ୍ଗର ମାଳା ପଡ଼ିଛି, ନାଲି ରଙ୍ଗର ବସ୍ତ୍ର ମୁଁ ପିନ୍ଧିଛି। ଗଧରେ ବସି ଦକ୍ଷିଣ ଦିଗକୁ ଯାଉଛି। ଗୋଟେ ବିଧବା ନାରୀ ମୋତେ ବାଟ ଓଗାଳୁଛି। ସେ ନାରୀ ନାଲି ରଙ୍ଗର ଶାଢ଼ୀ ପିନ୍ଧିଛି, ନାକ ତାର ଖଣ୍ଡିଆ ହୋଇଛି, କେଶ ମୁକୁଳା କରି ମୋ ଆଗରେ ନାଚୁଛି। ମୁଁ ଲୁହା ପାତ୍ରରେ ଆହାର କରୁଛି। ହେ ପ୍ରିୟେ, ଏହିପରି ଅମଙ୍ଗଳ ସ୍ୱପ୍ନ ରାତ୍ରିରେ ଦେଖିଛି। ମୋର ମନ ସ୍ଥିର ହେଉନାହିଁ। ରାଜାଙ୍କ ମୁଖରୁ ଏକଥା ଶୁଣି ରାଣୀ କହିଲେ, ହେ ପ୍ରାଣେଶ୍ୱର, ଏକଥା ଶୁଣି ମୋ ମୁଣ୍ଡରେ ବଜ୍ର ପଡ଼ି ଯାଉଛି। ମୋତେ ଆଉ ଭଲ ଲାଗୁନାହିଁ। ରାଣୀ କାନ୍ଦି କାନ୍ଦି କହୁଛନ୍ତି ପରଶୁରାମକୁ। ନା, ରାଣୀ କାନ୍ଦି କାନ୍ଦି କହୁଛନ୍ତି, ପରଶୁରାମ ବୀର, ବିଷ୍ଣୁ ଅଂଶଧାରୀ, ବ୍ରହ୍ମାଙ୍କ କଥାରେ ଶିବଙ୍କର ଧର୍ମପୁତ୍ର, ପ୍ରତିଜ୍ଞା କରିଛି ଏ ପୃଥିବୀକି ନିକ୍ଷେତ୍ରି କରିବ। ଶିବଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ସବୁ ପାଇଛି। ତା ପାଖକୁ ତୁମେ ଯୁଦ୍ଧ କରିବା ପାଇଁ ଯିବା ଉଚିତ ନୁହେଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ପୁଣି ଭିଡ଼ିଓ ବଡ଼ ହୋଇଯିବ। ତେଣୁ ଆଜି ଏତିକିରେ ଥାଉ। ଆପଣମାନଙ୍କର ଦୟା ଥିଲେ ଆପଣମାନେ ପୁଣି ଆଗାମୀ ଅଧ୍ୟାୟରେ ଶୁଣିବେ। ଏଣୁ ଆପଣମାନଙ୍କୁ ବିନୀତ ଅନୁରୋଧ କରେ, ଆପଣମାନେ ଏ ଧାରାବାହିକ ସମ୍ପୂର୍ଣ୍ଣ ରାମାୟଣ କଥା ପ୍ରତ୍ୟହ ଶୁଣନ୍ତୁ। ଏ ବିଶ୍ୱ ଉଦ୍ଧାର ହୋଇଯାଉ, ଏ ବିଶ୍ୱ ଭଲରେ ରହୁ। ଏଣୁ
ଆମେ ଆମ କର୍ତ୍ତବ୍ୟ କରିବା। ଏ ସମ୍ପୂର୍ଣ୍ଣ ରାମାୟଣ କଥା ସମ୍ପୂର୍ଣ୍ଣ ଶୁଣିବା, ଦରଖଣ୍ଡିଆ କରିବା ନାହିଁ। ଏ ଅନୁଷ୍ଠାନକୁ ଟିକେ ବଞ୍ଚେଇ ରଖିବା, ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବା, ଲାଇକ୍ ମଧ୍ୟ ଟିକେ କରିବା। ଏ ଆମର କର୍ତ୍ତବ୍ୟ। ଏଣୁ ଆପଣମାନଙ୍କୁ ଏତିକି ଅନୁରୋଧ କରି ସେହି ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କୁ ନମସ୍କାର କରି, ଶ୍ରୀ ଝଙ୍କଡ଼ବାସିନୀ ମା ଶରଣଙ୍କୁ ନମସ୍କାର କରି, ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ପୁନର୍ବାର ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ଆଜି ପାଇଁ ବିଦାୟ ନେଉଛି। ଜୟ ଶ୍ରୀରାମ।